रूस राष्ट्रपति व्लादिमीर पुतिन प्रधानमंत्री नरेंद्र मोदी को रूस सर्वोच्च नागरिक सम्मान ऑर्डर ऑफ सेंट एंड्रयू द एपोस्टल रे सम्मानित करिसेंती। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ପୁଟିନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଏହା 140 କୋଟି ଭାରତୀୟଙ୍କ ସମ୍ମାନ। ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଭାରତ ଓ ରୁଷ ମଧ୍ୟରେ ବିଶେଷ ଓ ବିଶେଷାଧିକାର ପ୍ରାପ୍ତ ସହଭାଗିତାର ସମ୍ମାନ ଅଟେ। ସେ କହିଛନ୍ତି ପୁଟିନଙ୍କ ସମ୍ପର୍କରେ ଗତ 25 ବର୍ଷରେ ଭାରତ ଓ ରୁଷ ମଧ୍ୟରେ ସମ୍ପର୍କ ଅଧିକ ମଜବୁତ ହୋଇଛି। ଭାରତର ପ୍ରଧାନମନ୍ତ୍ରୀ ମୋଦି ନୂଆଦିଲ୍ଲୀ ଓ ମସ୍କୋର ଲୋକଙ୍କ ଉନ୍ନତି ଓ ଭବିଷ୍ୟତର କଥା କହିଛନ୍ତି। ସେ କହିଛନ୍ତି ଆଜି ସବୁ କ୍ଷେତ୍ରରେ ସମ୍ପର୍କକୁ ମଜବୁତ କରିବାକୁ ହେବ। ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏପରି ନିଷ୍ପତ୍ତି ଯାହା କେବଳ ଦୁଇ ଦେଶକୁ ନୁହେଁ ବରଂ ସାରା ଦୁନିଆକୁ ଲାଭ ଦେବ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଭାରତ ରୁଷ ସହଭାଗିତା ଗୁରୁତ୍ୱପୂର୍ଣ୍ଣ। ଆମ ମତରେ ଶାନ୍ତି ଓ ସ୍ଥିରତା ପାଇଁ ଉଦ୍ୟମ ଜାରି ରହିବା ଦରକାର। ଆମେ ଏହି ଦିଗରେ ଲଗାତାର କାମ କରିବୁ। ପିପୁଲ ଟୁ ପିପୁଲ ପାର୍ଟନରସିପ୍ ଉପରେ ଆଧାରିତ ଆମ ପାରସ୍ପରିକ ସହଯୋଗ ଆମ ଲୋକଙ୍କ ଭିତରେ ଭବିଷ୍ୟତର ଆଶା ହୋଇଛି ଓ ଗ୍ୟାରେଣ୍ଟି ମଧ୍ୟ ହୋଇଛି। ପିଏମ୍ ମୋଦିଙ୍କୁ ରୁଷରେ ଯେଉଁ ସମ୍ମାନରେ ସମ୍ମାନିତ କରାଯାଇଛି ତାର ସ୍ଥାପନା 1698ରେ ଜାର୍ ପିଟର ଦ ଗ୍ରେଟ୍ କରିଥିଲେ। ଏହା ଯୀଶୁଙ୍କ ଫାଷ୍ଟ ପୋଷ୍ଟଲ ଓ ରୁଷର ସଂରକ୍ଷକ ସନ୍ଥ ସେଣ୍ଟ ଆଣ୍ଡ୍ରିୟୁଙ୍କ ସମ୍ମାନରେ କରାଯାଇଥିଲା।